ଚାହୁଁ ଚାହୁଁ ପିଜି କ୍ୟାରିୟର 2 ବର୍ଷ କୁଆଡ଼େ ପଳେଇଲା ଜଣା ହିଁ ପଡ଼ିଲାନି। ଏ ଭିତରେ ମୁଁ ଝିଅରୁ ବୋହୂ ହେଇଗଲି ଆଉ ମୋ ଲାଇଫ୍ କମ୍ପ୍ଲିଟଲି ଚେଞ୍ଜ ହେଇଯାଇଛି। ହୁଏତ ଏମିତି ବସ୍ରେ ବସିକି କ୍ଲାସ୍କୁ ଯିବା ଡିପାର୍ଟମେଣ୍ଟକୁ ଯିବାର ଆଜି ହେଉଛି ଲାଷ୍ଟ ଡେ। ଏକ୍ଜାମ୍ ତ ଅଛି ବାକି କ୍ଲାସ୍ର ଆଜି ହେଉଛି ଲାଷ୍ଟ ଡେ। ଆଉ ଏମିତି କ୍ଲାସ୍ ହେବନି। ଆଉ ମନେ ଅଛି ମୁଁ ଏଇ ଯେଉଁ ଡ୍ରେସ୍ଟା ପିନ୍ଧିଛି ଏ ଡ୍ରେସ୍ଟା ପିନ୍ଧି ମୁଁ ଫାର୍ଷ୍ଟ କ୍ଲାସ୍ ବି ଯାଇଥିଲି। ସେଥିପାଇଁ ଆଜି ମେମୋରି ପାଇଁ ପୁଣି ଏଗେନ୍ ସେ ଡ୍ରେସ୍କୁ ପିନ୍ଧିକି ମୁଁ ଡିପାର୍ଟମେଣ୍ଟକୁ ଯାଉଛି। ହୁଏତ ଆଜି ପରଠୁ ଏମିତି କ୍ଲାସ୍ରେ ବସିକି ଆଉ ପଢ଼ିବିନି, ଆଉ ସାଙ୍ଗମାନଙ୍କୁ ଏମିତି ନୋଟ୍ସ ମାଗିବିନି, ଡାଉଟ୍ କ୍ଲିୟର୍ କରିବିନି, କ'ଣ ପଢ଼ା ହେଇଥିଲା ଲାଷ୍ଟ କ୍ଲାସ୍ରେ କ'ଣ ନାହିଁ କିଛି ଏମିତି ପଚାରିବିନି। ଆଉ ସାର୍ମାନଙ୍କ ଲେକ୍ଚର୍ ବି ହୁଏତ ଏମିତି ଆଟେଣ୍ଡ କରିବାକୁ ଆଉ ନ ମିଳେ। ମୁଁ ସବୁ କିଛି ଯେଉଁ ବି ମୁମେଣ୍ଟ ମୋତେ ମିଳିଛି ଆଜି ପୁରା ଦିନକୁ କ୍ୟାପଚର୍ କରିବା ପାଇଁ ମୁଁ ସ୍ମଲ୍ କ୍ଲିପ୍ ସବୁ କିଛି ନେଇଛି। ଏଇଟା ମୋର ଫାର୍ଷ୍ଟ ଡେ ଥିଲା ଯଦି ମୁଁ ପ୍ରଥମ ଥର ପାଇଁ ଆସିଥିଲି ଏଇ ୟୁନିଭର୍ସିଟିକୁ, ଏଇ ଡିପାର୍ଟମେଣ୍ଟକୁ। ତାର କିଛି କ୍ଲିପ୍ ନେଇଥିଲି। ଆଉ ସତରେ ସେ ଡେ 1 ଏବେ ଯାଏଁ ମୋର ପୁରା ସବୁଠୁ ବେଷ୍ଟ ଡେ ହେଇକି ଅଛି। ଆଉ ଏଇଟା ହେଉଛି ମୋର ଫାର୍ଷ୍ଟ ସେମିନାରର କ୍ଲିପ୍। ଫାର୍ଷ୍ଟ ଟାଇମ୍ ପାଇଁ ଗୋଟେ ଏତେ ବଡ଼ ଅଡ଼ିଏନ୍ସ ଆଗରେ ପୋଡ଼ିୟମ୍ ଆଗରେ ଠିଆ ହେଇକିରି ମୁଁ ଏଡ଼ନ୍ ଦେଇଥିଲି ସେମିନାର ଉପରେ। ଆଉ ମୋର ମନେ ଅଛି ବି ମାନେ ଏତେ ନର୍ଭସ୍ ମୁଁ ଫିଲ୍ କରୁଛି। ସେଦିନ ମୋ ଦେହ ବି ଏତେ ଖରାପ ଥିଲା, ବ୍ୟାକ୍ ପେନ୍ ମୋତେ ସିଭିୟର୍ ହେଉଥିଲା। ଷ୍ଟିଲ୍ ମୁଁ ଇଞ୍ଜେକ୍ସନ୍ ନେଇକି ଯାଇଥିଲି ଏ ସେମିନାରକୁ ଆଟେଣ୍ଡ କରିବା ପାଇଁ। ମୋର ସବୁଦିନ ଆଜି ସବୁକିଛି ମେମୋରି ପୁରା ଏମିତି ଫ୍ଲାସ୍ବ୍ୟାକ୍ ହେଉଛି। ଯେତେବେଳେ ମୁଁ ଦେଉଛି ଭଏସ୍ ଓଭର୍ ବି ମୁଁ ପୁରା ଥରୁଛି ପାଟି ମୋର କି ମୁଁ କ'ଣ କହିବି କ'ଣ ନାହିଁ। ବାକି ସତ କହିବାକୁ ଗଲେ ଏ ଡିପାର୍ଟମେଣ୍ଟର ମେମୋରି ମୋ ପାଖରେ ସବୁଦିନ ପାଇଁ ରହିବ। ଏଇଟା ହେଉଛି ମୋର ୱେଲକମ୍ର ପିକ୍ଚର୍ ଯେଉଁକି ଆମ ସିନିୟର୍ସ ମାନେ ଆମକୁ ୱେଲକମ୍ କରିଥିଲେ। ଆଉ ବହୁତ ହି ବଢ଼ିଆ ଥିଲା। ଏଇଟା ହେଉଛି ଆମର ID କାର୍ଡ଼। ଯୋଉଦିନ ଆମକୁ ଫାର୍ଷ୍ଟ ID କାର୍ଡ଼ ମିଳିଥିଲା ତ ସେଇ ଦିନର କ୍ଲିପ୍ ହେଉଛି, ସେଦିନର ଫଟୋ ହେଉଛି ଏଇଟା। ଆଉ ଏଇଟା ହୁଏ ତ ମୋର ଫାର୍ଷ୍ଟ ଗ୍ରୁପ୍ ପିକ୍। ଆମର ଏମିତି ବର୍ଥଡ଼େ ସେଲିବ୍ରେସନ୍ ହୁଏ, ସେଇ ବର୍ଥଡ଼େରେ ଆମେ ସମସ୍ତେ ଏଠି ଗୋଟେ ଫଟୋ ଉଠେଇଥିଲୁ ସମସ୍ତେ ମିଶିକିରି ସେଇଟା। ଆଉ ଆଇ ଥିଙ୍କ ଏଇଟା ହେଉଛି ଆମର ଫେୟାରୱେଲ୍ର କ୍ଲିପ୍ ହେଉଛି ଏଇଟା। ଆଉ ମୁଁ ହେଉଛି ଏଇଟା। ମୁଁ ସତ କହିବାକୁ ଗଲେ ଏଇଠି ବହୁତ କିଛି ପାଇଛି, ବହୁତ କିଛି ହରେଇଛି। ଏଟ୍ ଦି ଏଣ୍ଡ୍ ଯାଉ ଯାଉ ବହୁତ କିଛି ମାନେ କଥା ଏମିତି ହେଇଛି ଯାହାକି ଲାଇଫ୍ ଟାଇମ୍ କେବେ ବି ଭୁଲିବିନି। ଆଉ ସତରେ ବହୁତ ଭଲ ମେଣ୍ଟର୍ ପାଇଥିଲି, ବହୁତ ଭଲ ଟିଚର୍ସମାନଙ୍କୁ ପାଇଛି। ଆଉ ହୁଏତ ଲାଇଫ୍ ଟାଇମ୍ ଏଇମାନେ ହିଁ ମୋତେ ଆଗକୁ ଆହୁରି ବଢ଼ିବା ପାଇଁ ଲାଇଫ୍ରେ ହେଲ୍ପ କରିବେ। ସମସ୍ତଙ୍କୁ ଥ୍ୟାଙ୍କ ୟୁ ସୋ ମଚ୍।